ଏବେ ତ ହେଇଛି ତାଙ୍କର ମିଡ଼ିଆର କର୍ମକର୍ତ୍ତା ଅନ୍ୟ ସବୁ କରିଛନ୍ତି, ତେଣୁ ଏଇଟା କରିବେ। ଏଇଟା ତ ଡିସବାଣ୍ଡ କରିଛନ୍ତି ଯେଉଁ ପାର୍ଟିର କମିଟି, ଯେଉଁଟା ରାଜ୍ୟସ୍ତରୀୟ କମିଟି ଥିଲା, ତାକୁ ସବୁ ତାକୁ ନୂଆ କେଉଁ ରୂପରେଖରେ କ'ଣ କରିବେ ସେ ନିଶ୍ଚୟ ବିଚାର ବିମର୍ଶ କରୁଥିବେ, କରିବେ। ଏବେ ତ ଭଙ୍ଗା ହେଇଛି, ସେମିତି ତ ଡିଷ୍ଟ୍ରିକ୍ଟର କିଛି ଭଙ୍ଗା ଯାଇନି, ଏବଂ ତା ମାନେ ଭାଙ୍ଗିଗଲେ ବି କର୍ମକର୍ତ୍ତା ନଥିଲେ ଯେ ଲୋକ କାମ କରିବେନି ତାର ମାନେ କିଛି ନାହିଁ। ମୁଁ ଏତେ କଥା ଜାଣିନି କେଉଁ ରୂପରେଖରେ ସଭାପତି ଅନୁମୋଦନ କରି କରିବେ, ଯେ ସେଟା ଅନୁମୋଦିତ ଆପଣଙ୍କର ହେଇକରି ଯେତେବେଳେ ପ୍ରକାଶିତ ହେବ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ, ସେତେବେଳେ ଆପଣମାନେ ଜାଣିବେ ଯେ ଦଳ ଆମର କମ୍ପ୍ଲାସେନ୍ସି ହେଇଛି। ଆମମାନେ ବି ଦେଖିଛୁ, ଆମ କ୍ଷେତ୍ରରେ ହେଇଛି, ଏବଂ କ୍ଷେତ୍ରୀୟ ସ୍ତରରେ ବହୁତ କମ୍ପ୍ଲାସେନ୍ସି ଡେଭଲପ୍ କରିଛି। ସେଇଟା ହୁଏ ଗୋଟେ ଏକକାଳୀନ ଏତେ ସମୟ ଧରି ଗୋଟେ ସରକାର ରହିଲା ପରେ ସମସ୍ତେ ଟିକେ 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 ଢିଲା ହେଇଯାଆନ୍ତି, ଅଳସୁଆ ନହେଲେ ବି, ମାନେ ଯେଉଁଟା ତେଣୁ ସେ ହେଇଛି, ପ୍ରତିଫଳିତ ତା ହେଇଛି। ଯେଉଁମାନେ ପରିଶ୍ରମ କରିଛନ୍ତି, ଯେଉଁଠି କର୍ମୀମାନେ ଲାଗିଛନ୍ତି, ଯେଉଁଠି ସେମାନେ ଜିତିଛନ୍ତି। ସେ କହିଛନ୍ତି, କହିବାର ଉଦ୍ଦେଶ୍ୟ ଡକ୍ଟର ନରସିଂହ ସାହୁଙ୍କ ୟୁ ଆର୍ ମିନିଂ ଦ୍ୟାଟ୍ ଷ୍ଟେଟମେଣ୍ଟ, ସେ କହିଛନ୍ତି ଯେ ଏଇ ଯେଉଁ ମାନେ କମ୍ପ୍ଲାସେନ୍ସି କଥାଟା କହିଛନ୍ତି, ସେ କାହାକୁ ନିର୍ଦ୍ଦିଷ୍ଟ ଆକ୍ଷେପ କରିନାହାନ୍ତି।